ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ ତ୍ରିନାଲି କହିବେ ତମେ ତେଜ ହୁଅ କି ତେଜସ୍। ଏ ମିଛ ସମ୍ପର୍କର ଆରମ୍ଭ କୋଉଠୁ ହେଇଥିଲା ମୁଁ ଜାଣିନି, ହେଲେ ଏବେ ଆମେ ଗୋଟେ ଅତୁଟ ବନ୍ଧନରେ ବାନ୍ଧି ହେଇ ସାରିଛେ। ଆଉ ଏ ସମ୍ପର୍କକୁ ମୁଁ ହୃଦୟରୁ ସ୍ୱୀକାର କରୁଛି। ଆଜି ମୋତେ ମୋ ନିଜ ଉପରେ ବେଶୀ ରାଗ ଲାଗୁଛି। ହୁଏତ ମୁଁ ତମକୁ ଏ କଥା ଆଗରୁ କହିପାରିଥାନ୍ତି କି ତାହେଲେ ଆଜି ମନ ଭିତରେ ଏ ଦ୍ୱନ୍ଦ୍ୱ ଆସିନଥାନ୍ତା। ହେଲେ ଏ ସମ୍ପର୍କକୁ ମୁଁ ହୃଦୟରୁ ସ୍ୱୀକାର କରୁଛି। ଆଉ ମୋର ସବୁ ଦାୟିତ୍ୱ ମୁଁ ପୁରା କରିବି। କାଲି ପର୍ଯ୍ୟନ୍ତ ମୁଁ ଗୋଟେ ମିଛ ସମ୍ପର୍କରେ ବଞ୍ଚି ଆସୁଥିଲି, ହେଲେ ଆଜି ଏ ସତ ସମ୍ପର୍କକୁ ମୁଁ ସାରା ଜୀବନ ନିଭେଇବି। ଆଉ ମୁଁ ତମକୁ କେବେ ବି କିଛି ଅଭିଯୋଗ କରିବାକୁ ଦେବିନି। ତେଜସ୍ ଭାବିବେ ତମକୁ ଚିହ୍ନିବାରେ ବହୁତ ବଡ଼ ଭୁଲ ହେଇଗଲା ତ୍ରିନାଲି। ତମେ ଗରିବ ତେଜ ଡ୍ରାଇଭରକୁ ଧୋକା ଦେଇକି ରିଚ୍ ବିଜନେସମ୍ୟାନ୍ ତେଜସ୍ ସାହୁକୁ ବାଛିଛ, ତାକୁ ବାହା ହେଇଛ। ସେଥିପାଇଁ ଆମ ଭିତରରେ ଏ ସମ୍ପର୍କ କେବଳ ମାତ୍ର ନାଁକୁ ହିଁ ରହିବ। ମୁଁ ବି ଏ ସମ୍ପର୍କକୁ ସ୍ୱୀକାର କରୁଛି ତ୍ରିନାଲି, କିନ୍ତୁ ଗୋଟେ ମିଛ ମୂଳଦୁଆରେ ଗଢ଼ି ଉଠିଥିବା ଏ ସମ୍ପର୍କ କେତେବେଳେ କୋଉ ଝଡ଼ ଆସି ଭାଙ୍ଗି ଦେଇଯିବ ସେ କଥା କେହି ବି କହିପାରିବେନି। ଏପଟେ ଭବାନୀ ଭାବିବେ ଝଡ଼ ତ ଏବେ ଆରମ୍ଭ ହେବ। ଏ ଝିଅ ତ୍ରିନାଲିକୁ ମୁଁ ଯେତେ ବୋକି ବୋଲି ଭାବୁଥିଲି, ସିଏ ତାଠୁ ବି ବେଶୀ ଚାଲାକ ବାହାରିଲା। ଆଜି ପରଠୁ ମୁଁ ୟାକୁ ଉଚିତ ଶାସ୍ତି ଦେବି। ଆଜି ପର୍ଯ୍ୟନ୍ତ ମୁଁ କାର୍ତ୍ତିକ ଆଉ ତେଜସ୍ର ମା ହେଇକି ଏ ଦି ଜଣଙ୍କୁ ନଚଉଥିଲି, ହେଲେ ଏବେଠୁ ୟାଙ୍କ ଶାଶୁ ହେଇକି ଏ ଦି ଜଣଙ୍କୁ ନଚେଇବି। ଆଜି ଏ ଯୁଦ୍ଧ ଆରମ୍ଭ ହେଲା ବୋଲି ଜାଣ, ଏବେ ଆସିବ ଅସଲ ମଜା। ତ୍ରିନାଲି, ଏ ଘରର ବୋହୂ ହେଇ ତୁ ଆଜି ପାଦ ପକାଇବାକୁ ଯାଉଛୁ, ହେଲେ ସାହୁ ପରିବାରର ବଡ଼ ବୋହୂ ହିସାବରେ ତୁ ସାରା ଜୀବନ ବିତେଇବା ସହଜ ନୁହଁ। ତୋର ପ୍ରତିଟି ପାଦ ତଳେ କଣ୍ଟା ଥିବ, ଆଉ କଣ୍ଟା ବିଛେଇବା ଲୋକଟି ହେଉଛି ମୁଁ। ଏପଟେ ତ୍ରିନାଲି ଓ କ୍ରିସିକା ଗୃହପ୍ରବେଶ ବିଧି ପାଇଁ ଆସିବେ। ଆଉ ତ୍ରିନାଲିଙ୍କ ଅଳତା ଥାଳିରେ ଭବାନୀ କଣ୍ଟା ପକାଇ ଦେଇଥିବେ। ଆଉ ସେଇ ଥାଳିରେ ପାଦ ରଖିବା ମାତ୍ରେ ତ୍ରିନାଲିଙ୍କ ପାଦରୁ ଫୋଡ଼ି ହେଇଯିବ, ଆଉ ତାଙ୍କୁ କଷ୍ଟ ହେବ। ତ୍ରିନାଲି ଭାବିବେ ମୁଁ ଜାଣିଛି ଭବାନୀ ଦେବୀ ଆପଣ ହିଁ ଏସବୁ କରିଥିବେ, କିନ୍ତୁ ମୁଁ ମୋ ମୁହଁରେ ମୋ କଷ୍ଟକୁ ଆପଣଙ୍କୁ କେବେ ବି ଦେଖେଇବାକୁ ଦେବିନି। ମୁଁ କେବେ ବି ଏ ପରିବାରରେ କିଛି ବି ଅନିଷ୍ଟ ହେବାକୁ ଦେବିନି। ଏହାପରେ ସେ ଗୃହପ୍ରବେଶ କରିବେ। ଏପଟେ କାର୍ତ୍ତିକ, କ୍ରିସିକା ଓ ତେଜସ୍ ତ୍ରିନାଲିଙ୍କର ମୁଦି ଖୋଜା ବିଧି ହେବ। ଆଉ କାର୍ତ୍ତିକ କହିବେ ଭାଇ, ଏ ବିଧିରେ କିଏ ଜିତିବ କିଏ ହାରିବ ସେ କଥା ତ ମୁଁ ଜାଣିନି, କିନ୍ତୁ ଜୀବନ ବାଜିରେ ତମେ ତ ବାଜି ମାରି ନେଇଛ। ତେଜ ଡ୍ରାଇଭର ହେଇକି ତମେ ଭାଉଜକୁ ପୁରାପୁରି ଇମ୍ପ୍ରେସ କରିଦେଇଛ। କ୍ରିତିକାଙ୍କ ପାଖରୁ ମୁଁ ତମ ପୁରା ଲଭ୍ ଷ୍ଟୋରି ଶୁଣି ସାରିଛି। ଭବାନୀ ଭାବିବେ ମୁଁ ତ୍ରିନାଲିକୁ ଏ ଘରର ବୋହୂ କରି ଆଉ କିଛି ଭୁଲ କରିଦେଇନି ତ? ସତରେ କଣ ତେଜସ୍ ତ୍ରିନାଲିକୁ ଆଗରୁ ଭଲ ପାଉଥିଲା? ଏପଟେ ତ୍ରିନାଲି ରୁମକୁ ଆସିବେ, ଆଉ ସେଠି ତେଜସ୍ ପହଞ୍ଚିବେ। ତ୍ରିନାଲି କହିବେ ତେଜ ଡ୍ରାଇଭର ମାନେ ତେଜ ବାବୁ, ମୁଁ ଆପଣଙ୍କୁ କଣ ଯେ ଡାକିବି କିଛି ବି ବୁଝିପାରୁନି। ଏ କଣ କରୁଛନ୍ତି? କବାଟ କାହିଁକି ଲକ୍ କରୁଛନ୍ତି? ତେଜସ୍ କହିବେ ତେଜ ଡ୍ରାଇଭର ହେଇକି ମୁଁ ତମକୁ ଭଲ ପାଇ ପାରିଲି, ତମ ବୟଫ୍ରେଣ୍ଡ ହେଇପାରିଲି। ଏବେ କଣ ମୁଁ ସ୍ତ୍ରୀଙ୍କ ସହିତ କଥା ହେବା ପାଇଁ ମୁଁ ଏ ଦି ଚାରିଟା ନିୟମକୁ ଭାଙ୍ଗି ପାରିବିନି?